ଆଜ୍ଞା କୁହନ୍ତୁ ମାନେ ସୁନାବେଶ ପାଇଁ କିଛି ମାନେ ଲୋକ ଦେଖିକି ଆସିବେ ପ୍ରତିବର୍ଷ ହଉଛି। ମା କ୍ଷୀରଚୋରାଙ୍କ ପୀଠରେ ଆସନ୍ତା 5 ତାରିଖ ଦିନ ଯୋଉ କାର୍ତ୍ତିକ ବ୍ରତ ବା ରାସ ପୂର୍ଣ୍ଣିମା ଯୋଉଟା କୁହାଯାଉଛି କାର୍ତ୍ତିକ ପୂର୍ଣ୍ଣିମା ଦିନରେ ମାଙ୍କ ଠାରେ ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପ୍ରଶାସନ ତରଫରୁ ସବୁ ପ୍ରକାର ତତ୍ପରତା ପ୍ରକାଶ ପାଇଛି ଏବଂ ଶାନ୍ତି ଶୃଙ୍ଖଳା ସହିତ ଭକ୍ତମାନେ ଆସି ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ମାଙ୍କ ଦର୍ଶନ କରିବା ସୁଯୋଗ ପାଇବେ। ମାଙ୍କର ଦର୍ଶନ ସହିତ ମାଙ୍କର ସବୁ ସ୍ୱତନ୍ତ୍ର ଭୋଗର ମଧ୍ୟ ବ୍ୟବସ୍ଥା କରାଯାଉଛି ଏବଂ ସମସ୍ତ ଭକ୍ତ ମାଙ୍କୁ ଦର୍ଶନ କରିବେ ଏବଂ କୃପା ଲାଭ କରି ମାଙ୍କ ପ୍ରସାଦ ସେବନ କରି ଯାଇପାରିବେ। ଏଥିପାଇଁ ଲାଇନର ବ୍ୟବସ୍ଥା ରହୁଛି, ଯାହାକି ମାଙ୍କ ମନ୍ଦିର ସମ୍ମୁଖରୁ ଦର୍ଶନ କରିବେ ଏବଂ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାରାଜଙ୍କୁ ଦର୍ଶନ କରି ପ୍ରସାଦ ଗ୍ରହଣ କରି ମ୍ୟୁଜିୟମ ପଛପଟେ ଯୋଉ ରାସ୍ତା ରହିଛି ମନ୍ଦିର ଅପର ପାର୍ଶ୍ୱରେ ବାହାରିବେ ଏବଂ ଯେତେ ଭିଡ଼ ହେଲେ ମଧ୍ୟ ଭିଡ଼କୁ ଶୃଙ୍ଖଳା ସହିତ ଭକ୍ତମାନେ ଭଲ ଭାବରେ ମାଙ୍କର ଦୁର୍ଲଭ ସୁନାବେଶକୁ ଦର୍ଶନ କରିପାରିବେ। ତେଣୁ ସମସ୍ତଙ୍କୁ ଅନୁରୋଧ ମାଙ୍କୁ ଦର୍ଶନ କରିବା ପାଇଁ ଏହି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ମାଙ୍କ ପୀଠକୁ ଆସନ୍ତୁ ଏବଂ ମାଙ୍କ ଦର୍ଶନ ଲାଭ କରନ୍ତୁ ଏବଂ କୃପା ଲାଭ କରି ମାଙ୍କର ପ୍ରସାଦ ସେବନ କରି ଯାଆନ୍ତୁ ଏବଂ ତାଙ୍କର ପରିବାର ବର୍ଗ ଯେମିତି ସୁଖ ଶାନ୍ତିରେ ରହିବେ ଏଥିପାଇଁ ମାଙ୍କୁ କାମନା କରନ୍ତୁ।